ଏଠି ଦେଖନ୍ତୁ ଆମର ବଇତରେ କ'ଣ କ'ଣ ଜିନିଷ ରଖାହେଇଛି ଆମର ସେଇ ନାଁ ଯାକ କହିବେ ଆମର ଆସିଥିବା ଗେଷ୍ଟରେ ଆମର ଚେସ୍ ଖେଳାଳି ମାନେ ଗୋଟେ ହେଲେ ନୀଲୁ, ଚୁମ୍କି, ପ୍ରଜ୍ଞା ଆଣ୍ଡ ଟିନା ହେଲା ଆରେ କରୁଣା ବାବାରେ ମା ଏମାନେ ବ୍ୟାଖ୍ୟା କରିବେ ଏଥିରେ କ'ଣ କ'ଣ ଜିନିଷ ରଖାହେଇଛି ଆଗ କାଳରେ। ହଁ ଚାଲ 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 ହଁ ପ୍ରଥମ ନୀଲୁ ନୀଲୁ ବ୍ୟାଖ୍ୟା କରିବେ। ଆମର ଆଗ କାଳରେ ହଁ ବୋଇ ଦ୍ୱାରା ବାଣିଜ୍ୟ କରାଯାଉଥିଲେ। ହଁ ଲୋକମାନେ ରୋଜଗାର କରିବା ପାଇଁ ବୋଇ ଦ୍ୱାରା ଜିନିଷପତ୍ର ଧରି ନଦୀ ପାର ହେଇକିନା ବାହାର ରାଜ୍ୟକୁ ଯାଉଥିଲେ ବାଣିଜ୍ୟ କରିବା ପାଇଁ। ହଁ ବ୍ୟବସାୟ ଯୋଉଟା ହଁ ଆମର ଅଲଗା ଏମିତି ଚାକିରି ବାକିରି କିଛି ତ ନଥିଲା। ହଁ ତେଣୁ ଏ ଜିନିଷ ସବୁ ଆମର ଯୋଉ ଗାଉଁଳିଆ ମାନଙ୍କର ଆଦାୟ କରିକି ତାଙ୍କର ରାଜରାଜତ୍ୱ କାଳରେ ଯୋଉମାନେ ତାଙ୍କର ସବୁ କାମ କରୁଛନ୍ତି ପ୍ରଜାମାନେ ତାଙ୍କର ସବୁ ଯାଉଥିବେ ଯା ସେମାନେ ବୋଇତ ଧରି ବାଣିଜ୍ୟ କରିବା ତା ଭିତରେ ତାଙ୍କେ ନଉଥିଲେ କେ କାଣା କହ ହଁ ନୀଲୁ ନୀଲୁ କହିବେ କାଣା କାଣା ଯେ ହଁ ମ୍ୟାଡ଼ାମ୍ କହ ସେଇଟା କାଣା ଆମେ ନାଇଁ ଜାଣୁ ଲେଖର ଲେସା ସେଟା ଗୋଟେ କିଆଟା ବୁଆ ଯାହାକୁ ଝୁଣା କୁହାଯାଏ। କହିଲେ ମୁଇଁ ତ ସମ୍ବଲପୁରରେ କହୁଛେ ହଁ 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 ପକାଇ ଦେଇଛି ଟିକେ ଜି ଜି ହଁ ହଁ ମ୍ୟାଡ଼ାମ୍ ଏଇଟା ଫିଟକିରି ଆଉ ଏଇଟା କେନ୍ଟା ମ୍ୟାଡ଼ାମ୍ ଫିଟକିରି ଗଏଁଠ ହଳଦୀ ମ୍ୟାଡ଼ାମ୍ ଆପଣ ବହୁତ ବଢ଼ିଆ ବ୍ୟାଖ୍ୟା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଆମ ତରଫରୁ ଧନ୍ୟବାଦ। ମ୍ୟାଡ଼ାମ୍ ଆପଣ ବି ବହୁତ ଭଲ କହିଲେ। ପୁଅ ଆପଣ କିଛି ବୁଝିଲେ ନା ନାଇଁ?